ଯେତେ ସବୁ ପିଲାମାନେ ଓଡ଼ିଶା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର ଏକ୍ଜାମ ପାଇଁ ପ୍ରିପାରେସନ୍ ହେଉଛନ୍ତି ତାଙ୍କ ପାଇଁ ଗୋଟେ ମେସେଜ। ଭାଇ ଦେଖ, ସିଜିଏଲ୍ ନୋଟିଫିକେସନ୍ ଆସିଛି, ଆର୍ଆଇ ଅମିନ୍ ଓପିଏସସି ନୋଟିଫିକେସନ୍ ଆସିଛି, ପୋଲିସ ଏସ୍ଆଇ ଏକ୍ଜାମ ହେବାକୁ ଯାଉଛି, ନୋଟିଫିକେସନ୍ ଅଛି, ଆପ୍ଲାଏ କରିଛ। ତାପରେ ଫରେଷ୍ଟର, ଆଉ କ'ଣ ଦରକାର ତମକୁ? ସବୁତକ ନୋଟିଫିକେସନ୍ ଲାଇନ୍ ଅପ୍ ହେଇକି ଅଛି, ଆଉ ଭ୍ୟାକାନ୍ସି ବାହାରି ଯାଇଛି, ତମ ପାଖରେ ସିଲାବସ୍ ଥୁଆ ହେଇଛି ତମ ଆଗରେ। କେବଳ ଏସବୁ ଛାଡ଼ିକି ମତେ ଲାଗୁଛି ସବୁ କିଛି ଏକ୍ଜାମର ନୋଟିଫିକେସନ୍ ଅଲରେଡ଼ି ଆସିଯାଇଛି, ଏକ୍ଜାମ ସବୁ ହେବାକୁ ଯାଉଛି। ଏଇ 6 ମାସ ଜୀବନର ଭଲସେ ଦିଅ ଭାଇ। ଯଦି ପ୍ରିପାରେସନ୍ କରୁଛ, ପ୍ରିପାରେସନ୍ କଲା ଭଳିଆ ପ୍ରିପାରେସନ୍ କର। ଆଉ ଏମିତି ନୁହଁ କି ଏଇଥର ନହେଲେ 2 ମାର୍କରେ ଆରଥର ଦେବି, ନାଇଁ, ଏଇଥର 10 ମାର୍କ ଅଧିକ ରଖିବି, କ୍ଲିୟର କରିବି, ଏଇଟା ମାଇଣ୍ଡରେ ରଖ। ଟିଚର ଲେଭେଲ ଏକ୍ଜାମ ପାଇଁ ବି ସବୁ ନୋଟିଫିକେସନ୍ ଆସିଯାଇଛି, ସବୁ ଏକ୍ଜାମ ପାଇଁ ପୁରା ମାନେ ଏଇଟା ହେଉଛି ପିକ୍ ଟାଇମ୍, ଏଇଟା ହେଉଛି ମେନ୍ ଟାଇମ୍ ତମର ଏକ୍ଜାମ ଦେବାର। ନିଜର ବେଷ୍ଟ ଦିଅ ଭାଇ। ଗୋଟେ ଥର ପ୍ରିପେୟାର ହୁଅ, ଭଲସେ ପ୍ରିପେୟାର ହୁଅ। 6 ଥର କୋଉ ଏକ୍ଜାମ ଦେବା ପାଇଁ ଭାବନି ଯେ ମୋ ପାଖରେ 2ଟା 3ଟା 4ଟା 6ଟା ଆଟେମ୍ପ୍ଟ ଅଛି, ମୋର ଏଜ୍ ଅଛି, ମୁଁ ପ୍ରିପାରେସନ୍ କରିଦେବି। ଯଦି ତମକୁ 20 ବର୍ଷ, ଭାବ କି ତମେ 21ରେ ଏମିତି ଜବ୍ ପାଇବ। ଯଦି ତମକୁ 25 ବର୍ଷ, ଭାବ କି 26ରେ ଏମିତି ତମେ ଜବ୍ ପାଇବ। ଭାବନି କି ହଁ ଏଜ୍ ପଳେଇଛି, ୟା ଫିର ଭାବନି କି ମୋ ପାଖରେ ବହୁତ ଏଜ୍ ଅଛି। ବୁଝିପାରୁଛ ତ? ଯେତେ ଜଲ୍ଦି ଜବ୍ କରିବ, ସେତେ ଜଲ୍ଦି ଜୀବନରେ କିଛି ଶିଖିବ, ଯେତେ ଜଲ୍ଦି ତମେ ଇମ୍ପ୍ରୁଭମେଣ୍ଟ କରିବ, ଅର୍ଣ୍ଣିଂ କରିବ, ପ୍ୟାରେଣ୍ଟସ୍ଙ୍କ ପାଇଁ ପ୍ରାଉଡ୍ କରିବ, ଗାଡ଼ି କିଣିବ, ଘର କରିବ, ବହୁତ ସାରା ଜିନିଷ କରିବାର ଅଛି ଜୀବନରେ। ତ ଭାଇ ଏଇ ଟାଇମ୍ଟା ଦିଅ ତମ ନିଜକୁ, ପାଠ ପଢ଼, ମେହନତ କର। ମୁଁ ଭାବୁଛି ଯୋଉମାନେ ବି ସିରିୟସ୍ ହେଇକି ପ୍ରିପାରେସନ୍ କରିବେ, ଏତେ ବି କମ୍ପିଟିସନ୍ ଟଫ୍ ନୁହଁ, ନିହାତି ଭାବରେ ଗୋଟେ ଜବ୍ ପାଇବ ତମେ। ତାପରେ ଆସିକି ମୋତେ କହିବ, ମୋ ଭିଡ଼ିଓରେ କହିବ, ମୋ ଚ୍ୟାନେଲକୁ ଆସିବ। ମୁଁ ତମମାନଙ୍କର ପଡକାଷ୍ଟ କରିବି। ଯୋଉମାନେ ସବୁ ମୋ ଭିଡ଼ିଓ ଦେଖିକି ଇନ୍ସପାୟାର ହେଇଛ, 1% ବି ସକ୍ସେସଫୁଲ ହେଲ, ମୁଁ ତମମାନଙ୍କର ପଡକାଷ୍ଟ କରିବି। ଆଉ ମୁଁ ପ୍ରାଉଡଲି କହିବି କି ମୋ ଷ୍ଟୁଡେଣ୍ଟ ମାନେ ସବୁ ଏକ୍ଜାମ କ୍ଲିୟର କରିଛନ୍ତି।